ପୂରଣ ନହେଲେ ପରିସ୍ଥିତି ଭୟାବହ ହେବ। ଗୋଟେ ଶ୍ରମିକ ଭାରତୀୟ କ୍ଲାଇମେଟ୍ ଅନୁଯାୟୀ 8 ଘଣ୍ଟା କାର୍ଯ୍ୟକ୍ରମ କରିବ, ତାକୁ 12 ଘଣ୍ଟା କାମ କରିବେ ମିଲ୍ ଫ୍ୟାକ୍ଟ୍ରି ଠାରୁ ନେଇକରି ଆପଣ ସରକାରୀ କାର୍ଯ୍ୟାଳୟମାନଙ୍କରେ। ଶ୍ରମିକ ଦିବସରେ ଏଇଟା ନିଖିଳ ଓଡ଼ିଶା ଜଳ ଯୋଗାଣ କର୍ମଚାରୀ ସଂଘର ରାଜ୍ୟ ସଭାପତି ମୁଁ ଯୋଗଦାନ କରିଛି। ଆଉ ସାରା ଓଡ଼ିଶାରୁ ପ୍ରାୟ 300ରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ରହିଥିଲେ। ଆଉ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ରହିଛି। ଆଉ ବିଗତ ଦିନମାନଙ୍କରେ ତାହା ପୂରଣ ହୋଇପାରିନି, ଯାହାକି ସରକାର ପରିବର୍ତ୍ତନ ଗୋଟେ ମୁଖ୍ୟ କାରଣ ହୋଇଛି। ଶ୍ରମଜୀବୀମାନେ ଯେତିକି ପରିମାଣରେ ଅଛନ୍ତି ଓଡ଼ିଶାରେ, ଆଉ ସେମାନେ ତ ଚାହିଁଲେ ସରକାର ପରିବର୍ତ୍ତନ କରିବେ, କିନ୍ତୁ ତାଙ୍କର ହକ୍ ସେମାନେ ପାଇପାରିଲେନି। ଏଇଟା ଆଜି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହେଇଛି। ସରକାର ପରିବର୍ତ୍ତନ ହେଲା ପରେ ମଧ୍ୟ ଆପଣଙ୍କର ଯେଉଁ ଦାବିଟା ଅଛି ପୂରଣ ନହେଲେ ପରିସ୍ଥିତି ଭୟାବହ ହେବ। ଗୋଟେ ଶ୍ରମିକ ଭାରତୀୟ କ୍ଲାଇମେଟ୍ ଅନୁଯାୟୀ 8 ଘଣ୍ଟା କାର୍ଯ୍ୟକ୍ରମ କରିବ, ତାକୁ 12 ଘଣ୍ଟା କାମ କରିବେ ମିଲ୍ ଫ୍ୟାକ୍ଟ୍ରି ଠାରୁ ନେଇକରି ଆପଣ ସରକାରୀ କାର୍ଯ୍ୟାଳୟମାନଙ୍କରେ। ଆଉ 12 ଘଣ୍ଟା ଖଟେଇବେ। ଆଉ ସରକାର ଯେଉଁ 3ଟି ରେଟ୍ ରଖିବେ, ସର୍ବନିମ୍ନ ମଜୁରୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚ କୌଶଳୀ, ଏସବୁ ଯେଉଁ ପ୍ରାପ୍ୟ ରଖିଛନ୍ତି, ସେ ପ୍ରାପ୍ୟ ଯାଉଛି ତା ବାଟରେ, ଆଉ ପାଉଣା ପାଉଛନ୍ତି ଅଲଗା ବାଟ। ସେସବୁ ସରକାର ତାଙ୍କର ନଜରକୁ ନ ନେବେ, ସେଟା ଆଗାମୀ ଦିନରେ ଭୟାବହ ହେବ। ସରକାରଙ୍କର ଯେଉଁ ଶ୍ରମିକମାନଙ୍କର ଯେଉଁ ପ୍ରାପ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର, ରାଜ୍ୟ ସରକାର, ସେମାନେ ତାଙ୍କର ପ୍ରାପ୍ୟ ଠିକ୍ ହିସାବରେ ଦିଅନ୍ତୁ। ଆଉ କାର୍ଯ୍ୟ ଠିକ୍ 8 ଘଣ୍ଟାରୁ ଅଧିକ କରନ୍ତୁ ନାହିଁ, ଲୋକଙ୍କର ରକ୍ତ ଶୋଷଣ କରନ୍ତୁ ନାହିଁ। ଏଇଟା ହେଉଛି ଆମର ଶ୍ରମିକ ଦିବସରେ ସଂକଳ୍ପ ଦିବସ। ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କର ପାରିଶ୍ରମିକ 10 ଟଙ୍କା ବୃଦ୍ଧି କରିଛନ୍ତି। ଆଜ୍ଞା, ସେ 10 ଟଙ୍କା 5 ଟଙ୍କାରୁ କ'ଣ ହେବ ଆଜ୍ଞା? ସେଥିରେ କ'ଣ ମିଳିବ? 5 ଟଙ୍କା 10 ଟଙ୍କା ଆଜି ଡେଟ୍ରେ ଗୋଟେ ଘୋଷଣାଟା କ'ଣ ଏଇଟା? ନା, କିଛି ହେବନି ଆଜ୍ଞା। ଗୋଟେ ତାର ଛୋଟ ଛୁଆର ଚକୋଲେଟ୍ଟେ ଭଲ ଭାବରେ ଚକୋଲେଟ୍ର ଦାମ ଯେତିକି ହେଲାଣି, ଭଲ ଚକୋଲେଟ୍ଟେ ବି 5 ହଁ ପାଣି ବୋତଲ ସେଟା ଜନତା ବିଚାର କରିବେ, ସେଟା ମାନେ ଶ୍ରମିକମାନେ ବିଚାର କରିବେ ତାଙ୍କୁ କ'ଣ ଦେଲେ। ଆମେ କହିବା ଠିକ୍ ହେବନି। ସଂଘ ତରଫରୁ ଆମର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଆମେ ମେମୋରାଣ୍ଡମ୍ ଦେଲା ପରେ ଆଗକୁ ଯାହା ପଦକ୍ଷେପ ନେବୁ। ପଦକ୍ଷେପ ପୁରା ନିଆ ହେଇଛି ଅଲରେଡ଼ି। ଆପଣଙ୍କର 15 ଦିନ ଭିତରେ ଆସନ୍ତା 23 ତାରିଖରେ ମୁଖ୍ୟମନ୍ତ୍ରୀ ବାବୁଙ୍କର ମତ କ'ଣ? ନାଇଁ, ଆମକୁ ସେ ବ୍ୟାରିକେଡ୍ ଦେବାର ନାହିଁ କି ଆମର ପୋଲିସ ପ୍ରଶାସନ ସହିତ ଲାଠିଚାର୍ଜ ଖାଇବାର ନାହିଁ। ଆମକୁ ଅନଶନ ମାଧ୍ୟମରେ ଆମର ନ୍ୟାୟ ହାସଲ କରିବାର ଅଛି। ଶାନ୍ତିପୂର୍ଣ୍ଣ ଭାବରେ। ହଁ।